ଜୟ ଜଗନ୍ନାଥ ସାଙ୍ଗମାନେ କେମିତି ଅଛନ୍ତି? ମୁଁ ଆଶା କରୁଛି ଆପଣମାନଙ୍କ ପଢ଼ାପଢ଼ି ବହୁତ ଭଲ ଭାବେ ଚାଲିଥିବ। ତ ମୁଁ ପୁଣି ଥରେ ଯେଉଁ ଜିରୋରୁ ପଢ଼ାପଢ଼ି ଷ୍ଟାର୍ଟ କରିଛି ବା 90 ଡେ ଚ୍ୟାଲେଞ୍ଜ ନେଇଛି ପିଓର ସିଲାବସ୍କୁ କମ୍ପ୍ଲିଟ୍ କରିବା ପାଇଁ। ମୁଁ ଗୋଟେ ଡିଫରେଣ୍ଟ ଆପ୍ରୋଚ୍ ନେଇଛି ବା ଡିଫରେଣ୍ଟ ଷ୍ଟ୍ରାଟେଜି ନେଇଛି ମୋ ଷ୍ଟଡ଼ିରେ। ଭିଡ଼ିଓ କଣ୍ଟିନ୍ୟୁ କରିବା ପୂର୍ବରୁ ଆଉ ଗୋଟେ କଥା ଆପଣମାନଙ୍କ ସହିତ ସେୟାର କରିଦେଉଛି। ବହୁତ ଜଣ ପଚାରୁଛନ୍ତି ଆନାସ୍ପିରାଣ୍ଟ PDF କୋଉଠି ମିଳିବ? ଆଜ୍ଞା ୟୁଟ୍ୟୁବରେ ସର୍ଚ୍ଚ କରିଦେବେ ଆନାସ୍ପିରାଣ୍ଟ ଯେଉଁ ଚ୍ୟାନେଲ ଆସିବ ସେଥିରେ ସେ ମ୍ୟାଡ଼ାମଙ୍କର କଣ୍ଟାକ୍ଟ ନମ୍ବର ମିଳିଯିବ। ସେଠୁ ଆପଣମାନେ ତାଙ୍କ ସହିତ କଣ୍ଟାକ୍ଟ କରିକି ପରଚେସ୍ କରିଦେବେ। ଆଉ ବହୁତ ଜଣ କହୁଛନ୍ତି କି ଆନାସ୍ପିରାଣ୍ଟ PDF ସେୟାର କରନ୍ତୁ। ସତ କଥା କହୁଛି ମୁଁ ଆପଣମାନଙ୍କୁ PDF ଜମାରୁ ବି ଦେଇପାରିବି ନାହିଁ। ପାଠ ପଢ଼ୁଛି କି ଆପଣ? ଜବ୍ କରିବ କିଏ? ନିଜେ। ସାଲାରୀ କିଏ ପାଇବ? ଆପଣ ନିଜେ ପାଇବେ। ତ ଗୋଟେ ମିନିମମ୍ ଆମାଉଣ୍ଟ ତ ଏଟଲିଷ୍ଟ ସ୍ପେଣ୍ଡ କରିପାରିବେ ନା ନିଜ ଷ୍ଟଡି ପାଇଁ। ଯଦି ଗ୍ରୁପ୍ ବି ଜବ୍ ପାଉଛନ୍ତି ମାସକୁ 50,000 ଉପରେ ସାଲାରୀ ମିଳିବ। ଯଦି ଗ୍ରୁପ୍ ସି ବି ଜବ୍ ପାଉଛନ୍ତି 25 to 30,000 ଉପରେ ସାଲାରୀ ମିଳିବ। ତ ନିଜ ଷ୍ଟଡି ପାଇଁ ଏତିକି ମିନିମମ୍ ଆମାଉଣ୍ଟ ଖର୍ଚ୍ଚ କରିବା ପାଇଁ ଏତେ କ'ଣ ପାଇଁ ଭାବୁଛନ୍ତି? ସୋ ସାଙ୍ଗମାନେ ଯଦି କାହାକୁ ଖରାପ ଲାଗିଥାଏ ସେଥିପାଇଁ ସରି। ତ ଚାଲନ୍ତୁ ଭିଡ଼ିଓକୁ ଆରମ୍ଭ କରିବା। ମୁଁ ଏଥର ରିଭିଜନକୁ ମୋର ଫାଷ୍ଟ ପ୍ରାୟୋରିଟି ଭାବରେ ନେଇଛି। କାରଣ ମୁଁ ଯେଉଁ ପାଠଟାକୁ ପଢ଼ିଥାଏ ସେଇଟାକୁ ଲଙ୍ଗ୍ ଟର୍ମ ବା ଅଧିକ ସମୟ ପାଇଁ ମନେ ରଖିବାଟା ମୋ ପାଇଁ ତ ଡିଫିକଲ୍ଟ ହେଇଯାଇଥାଏ। ତ ସେଥିପାଇଁ ରିଭିଜନକୁ ମୁଁ ମୋର ଫାଷ୍ଟ ପ୍ରାୟୋରିଟି ରଖିଛି। ତ ରିଭିଜନ କେମିତି କରୁଛି ମୁଁ ଆପଣମାନଙ୍କ ସହିତ ସେୟାର କରୁଛି। ଫାଷ୍ଟ ମୁଁ ଯେଉଁ ପାଠଟାକୁ ପଢ଼ିବି ସେଟାକୁ ରିଭାଇଜ୍ କରିବି। ତା ସହିତ ଆକ୍ଟିଭ୍ ରିକଲ୍ କରିବି ଏବଂ ବ୍ଲାଙ୍କ ପେଜ୍ରେ ନ ଦେଖି ଲେଖିବାକୁ ଚେଷ୍ଟା କରିବି। ସେକେଣ୍ଡରେ ଲାଷ୍ଟ 6 ଦିନ ବା ଗୋଟେ ସପ୍ତାହରେ ଯାହା ମୁଁ ପାଠ ପଢ଼ିବି ସେଇଟାକୁ ସଣ୍ଡେ ଦିନ ପୁଣି ଥରେ ରିଭାଇଜ୍ କରିବାକୁ ଚେଷ୍ଟା କରିବି। ତା ସହିତ ମାସ ଯାକ ଯାହା ମୁଁ ପଢ଼ିବି ସେଇଟାକୁ ମନ୍ଥ ଏଣ୍ଡରେ ହୋଲ୍ ମାସ ଯାକର ପାଠକୁ ରିଭାଇଜ୍ କରିବାକୁ ଚେଷ୍ଟା କରିବି। କେମିତି କରିବି ମାସ ଯାକର ପାଠ ସେଇଟା ମୁଁ କହୁଛି। 4ଟା ସପ୍ତାହ ମାନେ 28 ଦିନ। 28 ଦିନ ପରେ ଆଉ 2 ଦିନ ବଳିଲା ମାସ ଏଣ୍ଡ ହେବାକୁ। ତ ସେଇ ଲାଷ୍ଟ 2 ଦିନରେ ମୁଁ ମାସ ଯାକର ପାଠକୁ କମ୍ପ୍ଲିଟ୍ କରିବାକୁ ବା ରିଭାଇଜ୍ କରିବାକୁ ଚେଷ୍ଟା କରିବି। ମୁଁ ଜାଣିଛି ସେଇ 2 ଦିନରେ ମାସ ଯାକର ପାଠ କମ୍ପ୍ଲିଟ୍ କରିବାଟା ରିଭାଇଜ୍ କରିବାଟା ଟିକେ କଷ୍ଟ ହେଇଯିବ। କିମ୍ବା ଆଉ ଏକ୍ସଟ୍ରା 2 ଦିନ ଲାଗିଲେ ମଧ୍ୟ ମୁଁ ଆଉ ଏକ୍ସଟ୍ରା 2 ଦିନ ଆଡ଼୍ କରିବି। କିନ୍ତୁ ମାସ ଯାକର ପାଠକୁ ରିଭାଇଜ୍ କରିବାକୁ ଚେଷ୍ଟା କରିବି। ତ ଏଇଟା ହିଁ ମୋର ରିଭିଜନ ପ୍ଲାନ୍। ସବୁବେଳେ ସମାନ ମୋଟିଭେସନ୍ ରହିବନି। କି ବେଳେବେଳେ ଏମିତି ଇଚ୍ଛା ହେବ 7-8 ଘଣ୍ଟା 10 ଘଣ୍ଟା ଏମିତି ପଢ଼ିବାକୁ ଇଚ୍ଛା ହେବ। ଆଉ ବେଳେବେଳେ ଏମିତି ଇଚ୍ଛା ହେବ ଘଣ୍ଟାଟେ 2 ଘଣ୍ଟା ମଧ୍ୟ ଷ୍ଟଡି ଟେବୁଲ୍ ପାଖରେ ବସିବାକୁ ବି ଇଚ୍ଛା ହେବନି। କିମ୍ବା କୌଣସି କାମ ପଡ଼ିଯିବା ଯୋଗୁରୁ ଷ୍ଟଡି ଟେବୁଲ୍ ପାଖକୁ ଆସିବାକୁ ସମୟ ମିଳିବନି। କିନ୍ତୁ ମୁଁ ଏମିତି କୌଣସି ବି ଦିନକୁ 0 ଡେ ରଖିବିନି ବା ଅଫ୍ ଡେ ରଖିବିନି। ଘଣ୍ଟାଟେ ହଉ 2 ଘଣ୍ଟା ହଉ ଷ୍ଟଡି ଟେବୁଲ୍ ପାଖରେ ଆସିକି ଯେମିତି ହେଲେ ବସିବାକୁ ଚେଷ୍ଟା କରିବି। ଯାହାଦ୍ୱାରା କି ଷ୍ଟଡିଟା ଗୋଟେ ହାବିଟ୍ରେ ହେଇକି ରହୁ। ତ ମୁଁ ଜାଣିନି ଏ ଷ୍ଟ୍ରାଟେଜିଟା ମୋର ଠିକ୍ କି ଭୁଲ। କିନ୍ତୁ ମୁଁ ଗୋଟେ ଡିଫରେଣ୍ଟ ଆପ୍ରୋଚରେ ପଢ଼ିବାକୁ ଚେଷ୍ଟା କରୁଛି। ତ ଆପଣମାନଙ୍କ ଷ୍ଟ୍ରାଟେଜି କେମିତି ପଢ଼ାପଢ଼ି କେମିତି କରୁଛନ୍ତି ସେଇଟା କମେଣ୍ଟ କରିକି ଜଣାଇବେ। ଚ୍ୟାନେଲ ସହିତ କନେକ୍ଟେଡ୍ ରୁହନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ମୋ ପ୍ରିପାରେସନ୍ ଜର୍ଣ୍ଣି ସହିତ ଯୋଡ଼ିକି ରୁହନ୍ତୁ। ଆମେ 2027ରେ ଯେମିତି ହେଲେ ସିଲେକ୍ସନ୍ ନେବା। ତ ରହୁଛି।